রাজেশ্বর অপেক্ষা করি করি অনেক সময় বিতিগলা হেলে এ পর্যন্ত বেগেন্দ্রপুত্র আকাশ বিকাশ কুয়াড়ে যাইছন্তি যে যাইছন্তি সূর্য দেবতা পশ্চিম দিগরে অস্ত হেବାକୁ বসিলেনি। হ্যাঁ মহারাজ। তথাপি ମୋ ପୁତ୍ର ଦେହ ଆକାଶ ବିକାଶ ଏ ପର୍ଯ୍ୟନ୍ତ ଫେରି ଆସିଲେନି। মহারাজ এতে ব্যস্ত বিব্রত হলে কোন চলিব মহারাজ? রাজকুমার আকাশ বিকাশ কোন ছুয়া লোক হইଛନ୍ତି যে ଆପଣ এতে ব্যস্ত বিব্রত হয়ে পড়িଛନ୍ତି। রাজকুমার আকাশ বিকাশ ଆଉ ଯିବେ କୁଆଡ଼େ? এই রাজা উদ্যান ମଧ୍ୟରେ କିଛି ସମୟ ବୁଲାବୁଲି କରିଥିବେ ମହାରାଜ, କିଛି ସମୟ ବୁଲାବୁଲି କରିଥିବେ। ତୁମେ ଠିକ କହିଛ ମହାମନ୍ତ୍ରୀ। ମୋ ପୁଅ ଆକାଶ ବିକାଶ ଆସିବା ପଥକୁ ଆମେ ଏଠାରେ ଅପେକ୍ଷା କରି ଚାହିଁ ରହିଥିବା। ତେବେ ଠିକ ଅଛି ମହାରାଜ, ରାଜକୁମାର ଶିବ ପଥକୁ ଆମେ ଏଠାରେ ଅପେକ୍ଷା କରିବା। ନିଶ୍ଚୟ। आंबा भूमिष्ठ प्रणाम। अरे बापा धन आकाश विकास हेला बाबा हेला उठ बाबा धन बापा धन आकाश। हाँ पिता। बापा धन विकास पेता तुम दुहिंक आसबार एत विलंब है कहीं पेता आमे दुई भाई मिसी राजा उद्यान को बुलवा पाई जाइतिलो। अरे बाबा तुम ठीक करछ। बापा धन आकाश पिता तू हौ ए घरर बड़ पुओ। हाँ पिता। तू सीना विद्या शिक्षा उत्तीर्ण हो सारी। हाँ पिता। तो सान भाई विकासर पाठ पढ़ा आई जाए बाकी रही जाइए। जानी पिता जानी तू ताको एमती बुलाबुली करवा कौन तो पक्षे ठीक होउची। हेले पिता मो भाई तो चली जीवो आसंता काली गुरुकुल आश्रम को। अरे बाबा तू ठीक से भाई ता सहित किसी समय अतिबाहित करनेबा मो मन उचित हला। ठीक कहछ बाबा तो ठीक कहछ। पेता आज भाई सहित राजा उद्यान को बुली जाई आज मु एथे खुशी जे कहबाकू मो पाखरे भाषा बंध नाही। तू सत कहछ रे बाबा। हाँ पिता। हेला बाबा हेला तुमे तुहे जेते बेले राजा महल को फेरी आसीछ मो तो आज बहुत खुशी रे धन मो आज बहुत खुशी। पेता अरे बाबा तुम दुहिंक उपस्थिति रे ए मोर माणिक्य पर राजप्रसादी हस खुशी रे नाची उठी धन हस खुशी रे नाची उठुची। पिता अरे बाबा बापा धन आकाश। हाँ पिता। बापा धन विकास। पिता तुम्हें दुहे ता आठ मोरा मनयन तारा अंधार लौड़ी बापा मरंग बसोरा। तुम्हें दुहे ता आठ मोरा मनयन तारा अंधार लौड़ी बापा मरंग बसोरा। এতে আরো প্রেম রায় মহামিলনা না কাটু না চিলু এই ভাবর বন্ধন বসুধাউ এই রাজা ভবন বসুধাউ এই রাজা ভবন।
ବିକାଶ ପିତା ଆସନ୍ତାକାଲି ତୁ ଚାଲିଯିବୁ ବିଦ୍ୟା ଶିକ୍ଷା ନିମିତ୍ତାର୍ଥେ ଗୁରୁକୁଲ ଆଶ୍ରମକୁ। ହଁ ପିତା ସେଠାରେ ସାଙ୍ଗ ସାଥୀମାନଙ୍କ ସହିତ ମିଳିମିଶି ମନ ଦେଇ ପାଠ ପଢ଼ିବୁ। ଆଉ ଏଇ ମୋର ମାଣିକ ରାଜ୍ୟର ଯଶ କୀର୍ତ୍ତି ଅର୍ଜନ କରିବୁ ଧନ, ଯଶ କୀର୍ତ୍ତି ଅର୍ଜନ କରିବୁ। ହଁ ପିତା ଆପଣ ଠିକ କହିଛନ୍ତି। ଆପଣଙ୍କ କଥାକୁ ମୁଁ ଅକ୍ଷରେ ଅକ୍ଷରେ କରିବି ପାଳନ। ପାଠ ପଢ଼ି ବଡ଼ ମଣିଷ ହେବି। ଆଉ ଆମ ଏଇ ଦେଶର ସୁନାମ ଅର୍ଜନ କରିବି। କେବଳ ଆପଣଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଥିଲେ ମୁଁ ନିଶ୍ଚୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ଭଲରେ ଭଲରେ ଫେରି ଆସିବି ପିତା, ଭଲରେ ଭଲରେ ଫେରି ଆସିବି। ହରେ ବାପ ଧନ, ତୁମ ଦୁହିଁଙ୍କ ପାଖରେ ସଦା ସର୍ବଦା ମୋର ଆଶୀର୍ବାଦ ଅଛି ଧନ, ସଦା ସର୍ବଦା ମୋର ଆଶୀର୍ବାଦ ଅଛି। ପିତା ବାପ ଧନ ଆକାଶ ମୋ ଭାଇ ତ ଚାଲିଯିବ ଆସନ୍ତାକାଲି ଗୁରୁକୁଳ ଆଶ୍ରମକୁ। ହେଲେ ମୁଁ ଏଠି ରହି ଅବା କରିବି କ'ଣ? ମୁଁ ଚାଲିଯିବି ସେଇ ଆମ ରାଜା ଅରଣ୍ୟ ମଧ୍ୟକୁ। ନା ରେ ବାବା, ମୁଁ ତତେ ଜମାରୁ ଅନୁମତି ଦେଇପାରିବିନି। କାହିଁକି ପିତା? କାହିଁକି ନା ବଣ ଭ୍ରମଣ କଥା ଜମାରୁ ତୁଣ୍ଡରେ ଧରେ ନା। ହେଲେ କାହିଁକି? ସେଠାରେ ଅନେକ ବଡ଼ ବଡ଼ ହିଂସ୍ର ଜନ୍ତୁମାନେ ଥାନ୍ତି, ନା। ବାଘ ଭାଲୁ ଇତ୍ୟାଦି ଅନେକ ହିଂସ୍ର ଜନ୍ତୁ ଅଛନ୍ତି। ମୁଁ ଆଉ କ'ଣ ଆଗ ଖାଲି ଛୋଟ ହେଇ ଅଛି ଯେ ମୁଁ ଡରିବି କହିଲେ ଦେଖି? ମୁଁ ତତେ ଜମାରୁ ଅନୁମତି ଦେଇପାରିବିନି, ନା ପିତା। ଜମାରୁ ଅନୁମତି ଦେଇପାରିବିନି। ଯେତେବେଳେ ମୋ ବଡ଼ ଭାଇ ବଣ ଭ୍ରମଣ କରିବା ପାଇଁ ଅନୁମତି ମାଗୁଛନ୍ତି, ତାଙ୍କୁ ମନା କରୁଛ କାହିଁକି? ତାଙ୍କୁ ବଣ ଭ୍ରମଣ କରିବା ପାଇଁ ଅନୁମତି ଦିଅନ୍ତୁ ପିତା, ଅନୁମତି ଦିଅନ୍ତୁ। ଓ ତାହେଲେ ତୋ ବଡ଼ ଭାଇଙ୍କ କଥାରେ ତୁ ମଧ୍ୟ ସହମତି? ହଁ ପିତା ତେବେ ଠିକ୍ ଅଛି ବାବା, ମୁଁ ତୋ ଭାଇକୁ ନିଶ୍ଚୟ ବଣ ଭ୍ରମଣ କରିବା ପାଇଁ ଅନୁମତି ଦେଉଛି। ବାପଧନ ଆକାଶ, ହଁ ପିତା। ତୁ ନିଶ୍ଚୟ ବଣ ଭ୍ରମଣ କରିବା ପାଇଁ ଯିବୁ। ମୁଁ ତତେ ହସି ହସି ଅନୁମତି ଦେଉଛି ବାବା, ଠିକ୍ ଅଛି, ମୁଁ ତତେ ଅନୁମତି ଦେଉଛି। ରାଜକୁମାର ଆକାଶ, ଆପଣ ଚାଲିଯିବେ କାଲି ପ୍ରାପ୍ତ ସମୟରେ ବଣ ଭ୍ରମଣ ନିମନ୍ତେ। ହଁ ମନ୍ତ୍ରୀ ମହାଶୟ। ହେଲେ ରାଜକୁମାର ଦେଖି ଯାଇକି ଯିବେ, ସେଠାରେ ଅନେକ ବନ୍ୟଜନ୍ତୁ ଥାନ୍ତି, ଅନେକ ହିଂସ ଜନ୍ତୁ ଥାନ୍ତି। ଆପଣ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବେ ରାଜକୁମାର। ଠିକ୍ ଅଛି ମନ୍ତ୍ରୀ ମହାଶୟ। ରାଜକୁମାର ବିକାଶ, ମନ୍ତ୍ରୀ ମାସ ଆପଣ ଠିକ ସମୟରେ ଖାଇବେ, ଆଉ ଦେହର ଯତ୍ନ ନେବେ, ଆଉ ଠିକ ସମୟରେ ବିଶ୍ରାମ ନେବେ, ଆଉ ମନ ଦେଇକି ପାଠ ପଢ଼ିବେ ରାଜକୁମାର। ତମେ ଠିକ ଅଛି ମନ୍ତ୍ରୀ ମାସ, ମୋ ଦେହର ଯତ୍ନ ନେବି ଆଉ ମନ ଦେଇ ପାଠ ପଢ଼ିବି। ହେଲେ ବାପଧନ ଆକାଶ, ହଁ ପିତା। ବାପଧନ ବିକାଶ, ପିତା ଆଜି ତ ସମୟ ଅନେକ ହେଲାଣି। ଆସ ସମସ୍ତେ ମିଳିମିଶି କ'ଣ କିଛି ଖାଇଦେଇ ବିଶ୍ରାମ ନେବା। ଆଉ ଆସନ୍ତାକାଲି ପ୍ରାପ୍ତ ସମୟରୁ ତୁମେ ଦୁହେଁ ଚାଲିଯିବ ନିଜ ନିଜ କର୍ତ୍ତବ୍ୟ ପଥକୁ। ହଁ ପିତା। ହେଲେ ପିତା ଏଠି ଆଉ ବିଳମ୍ବ କରିବାନି, ଚାଲନ୍ତୁ ଶୀଘ୍ର ଶୀଘ୍ର ଚାଲିଯିବା। ତୁମେ ଚାଲ ସମସ୍ତେ। ଠିକ ଅଛି ମହାରାଜ, ତାହେଲେ ଶୀଘ୍ର ଶୀଘ୍ର ଚାଲିଯିବା। बड़ भाई, हाँ भाई। ए बड़ भाई, हाँ भाई। आज तुम्हें बहुत खुशी ना? हाँ आज ମୁଁ ବହୁତ ଖୁସି। କାହିଁକି ନା କାଲି ପ୍ରାତ ସମୟରେ ତମେ ଚାଲିଯିବା ବଣ ଭ୍ରମଣ କରିବା ପାଇଁ। ହଁ ଭାଇ। ଆଉ ବଡ଼ ଭାଇ ମୁଁ ଚାଲିଯିବି ଗୁରୁକୁଲ ଆଶ୍ରମକୁ ପାଠ ପଢ଼ିବା ପାଇଁ। ହଁ ଭାଇ। ହେଲେ ସତରେ ବଡ଼ ଭାଇ ତୁମ କଥା ମୋତେ ବହୁତ ମନେ ପଡ଼ିବ ବଡ଼ ଭାଇ, ବହୁତ ମନେ ପଡ଼ିବ। ଆଉ ମୁଁ ମଧ୍ୟ ତୋ କଥା ବହୁତ ମନେ ପଡ଼ିବି। ବଡ଼ ଭାଇ ହେଲେ ବଡ଼ ଭାଇ ମୋତେ ଭାରି ଭୋକ ଲାଗୁଛି, ଚାଲନ୍ତୁ ବଡ଼ ଭାଇ କିଛି ଖାଇନେବା। ଯିବା ତାହେଲେ। ତେବେ Thank you.